हरि ओम सच्चिदानंद रूपाय विश्वोत्पत्त्यादिहेतवे तापत्रय विनाशाय श्रीकृष्णाय वयं नमः। ओं गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परं ब्रह्म तस्मै श्री गुरवे नमः। ओं वक्रतुंड महाकाय सूर्यकोटि समप्रभ निर्विघ्नं कुरु मे देव सर्वकार्ये सुसर्वदा। ओं पिता धर्म पिता स्वर्ग पिता हि परम तप पितरि प्रीतिमा परने प्रियन्ते सर्वदेवता। त्वं अपि स्वर्णमयी लङ्का न मे लक्ष्मण रोचते जननी जन्मभूमिश्च स्वर्गादपि गरीयसी। ओं नारायणं नमस्कृत्यं नरं चैव नरोत्तमं देवीं सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिजत्कृपा तमहं वन्दे परमानन्दमाधवम्। ओं निगमकल्पतरुर्गलितं फलं सुखमुखादमृतं द्रवसंयुतं पिबत भागवतं रसमालयं मुहुरहुरसिका भुवि भावुकाः। श्रीमद्भागवतम अनंतकोटि ब्रह्मांडर नायक परं ब्रह्म परम पुरुष परम प्रेममय श्रीहरिंक चरणारविंदर अनंतकोटि दंडवत राधाराणी पदारविंदर अनंतकोटि दंडवत। भगवान वेदव्यास जी महाराज सुकमुनि महाराज परीक्षित महाराज मैत्रेय मुनि विदुर महाराज जगन्नाथ दास जी महाराज पदारविंदरे ए अकिंचनर मथलटा प्रणाम। ओडिशा भागवत कथामृत और परम शास्त्र भागवतर कार्यकारी सभापति समीक्षक व्यास आलोचक संगठक समस्त हरि पिपास सुधी सज्जन दिव्य आत्मन चरणारविंद ए अकिंचनर मथलटा प्रणाम। आज षष्ठ स्कंदर षोडश अध्याय पंचदश अध्याय ये पंचदश अध्याय रे राजा चित्रकेतु को नारद और अंगिरांकर उपदेश बद्धजीव माने समय स्रोतर किभଳି मिलित और विच्छेदित राजा चित्रकेतुंकर ज्ञान उदय महात्मा मानक प्रपंच भ्रमण केवल बद्धजीव मानक पई स्त्री संतान गृह केवल मानसिक कल्पना देहाभिमान ही समस्त दुखर किभଳି कारण समस्त कथा वस्तु आज अध्याय वर्णित सुंदर भाव रे जगन्नाथ दास लिखुचंती। नारदंगी रसरूषी चित्रकेतुर पासे आसी ज्ञान बुझाई कले शांत पंचदश रे ए वृतांत। श्री सुखवाच शुण सानंदे कुरु श्रेष्ठ से मृत पुत्रर निकट शोकरे ज्ञान भ्रष्ट होई चित्रकेतु पड़ी अछई। सुखदेव गोस्वामी कहले शोक संतप्त राजा चित्रकेतु तांका पुत्रर मृतदेह निकटरे आउ एक मृतदेह परि पड़िथिले। सेतेबेले महर्षि नारद और अंगिरा तांको आध्यात्मिक चेतना विषय रे उपदेश देले। कहले हे राजा जे मृत बालक सकाशे तुमे एपरी शोक करुच से तुमर किए ता सहित तुमर संपर्क कौन
ତୁମେ କହିପାର ବର୍ତ୍ତମାନ ତୁମେ ତାଙ୍କ ପିତା, ସେ ତୁମ ପୁତ୍ର, କିନ୍ତୁ ତୁମେ କ'ଣ ମନେ କରୁଛ ତୁମମାନଙ୍କର ସମ୍ପର୍କ ପୂର୍ବରୁ ଥିଲା ବୋଲି, ବର୍ତ୍ତମାନ କ'ଣ ରହିଛି ବୋଲି, ଭବିଷ୍ୟତରେ କ'ଣ ରହିବ ବୋଲି? ଏ କଥାକୁ ବୁଝିବା ଦରକାର। ନାରଦ ମୁନି ଏବଂ ଅଙ୍ଗିରା ଋଷି ଯେଉଁ ଉପଦେଶ ଦେଉଛନ୍ତି ତାହା ମୋହାଚ୍ଛନ୍ନ ବଦ୍ଧଜୀବମାନଙ୍କ ସକାଶେ ପ୍ରକୃତ ଆଧ୍ୟାତ୍ମିକ ଉପଦେଶ। এই ଜଡ଼ ଜଗତ ଅନିତ୍ୟ, କିନ୍ତୁ ଆମ୍ଭମାନଙ୍କର ପୂର୍ବକୃତ କର୍ମ ଅନୁସାରେ ଆମେ ଏଟାକୁ ଆସିଛୁ। ଦେହ ଧାରଣ କରି ସମାଜ, ବନ୍ଧୁ, ଜାତି ଇତ୍ୟାଦି ପ୍ରେମ ଭିତ୍ତିରେ କ୍ଷଣସ୍ଥାୟୀ ସମ୍ପର୍କ ସୃଷ୍ଟି କରୁ, ଯାହାକି ମୃତ୍ୟୁରେ ଶେଷ ହୋଇଯିବ। এই ଅନିତ୍ୟ ସମ୍ପର୍କ ଗୁଡ଼ିକ ଅତୀତରେ ନଥିଲା ଏବଂ ଭବିଷ୍ୟତରେ ରହିବ ନାହିଁ। ତେଣୁ ବର୍ତ୍ତମାନ ତଥାକଥିତ ଯେଉଁ ସମ୍ପର୍କ ତାହା ମାଇକ ଅଟେ, ତାହା ମାୟା। ହେ ରାଜା, ସ୍ରୋତର ବେଗରେ ବାଲୁକା ରାଶି କେତେବେଳେ ଏକତ୍ରିତ ହୁଏ ତ କେତେବେଳେ ପୃଥକ ହେଇଯାଏ। ସେହିପରି କାଳର ପ୍ରଭାବରେ ଜଡ଼ ଦେହଧାରୀ ଜୀବମାନଙ୍କର କେତେବେଳେ ମିଳନ ହୁଏ ତ କେତେବେଳେ ବିଚ୍ଛେଦ ହୁଏ। ଅବିଦ୍ୟା ଫଳରେ ବଦ୍ଧ ଜୀବର ଦେହାତ୍ମ ବୁଦ୍ଧି ଜାତ ହୁଏ। ଦେହ ଜଡ଼, କିନ୍ତୁ ଦେହ ଭିତରେ ରହିଛି ଆତ୍ମା, ଏହା ହିଁ ଆତ୍ମଜ୍ଞାନ। ଦୁର୍ଭାଗ୍ୟବଶତଃ କେହି ଯେତେବେଳେ ମାୟାର ପ୍ରଭାବରେ ଅଜ୍ଞାନ ଦ୍ୱାରା ଆଚ୍ଛନ୍ନ ହେଉଛି ବା ହୋଇଥାଏ, ସେତେବେଳେ ତାର ଦେହକୁ ଆତ୍ମା ବୋଲି ମନେ କରେ। ସେ ବୁଝିପାରେ ନା ଯେ ତାର ଦେହଟି ଜଡ଼ ପଦାର୍ଥ। କାଳର ପ୍ରଭାବରେ ବାଲିକଣା ପରି ଦେହ ଧାରଣ କରିଥିବା ଜୀବମାନେ ଏକତ୍ରିତ ହୁଅନ୍ତି, ପୁଣି ବିଚ୍ଛିନ୍ନ ବି ହୁଅନ୍ତି। ମନୁଷ୍ୟ ଭ୍ରାନ୍ତ ଭାବରେ ଏହି ମିଳନର ସୁଖ ଓ ବିଚ୍ଛେଦର ଶୋକ ଅନୁଭବ କରେ। ମନୁଷ୍ୟ ଯେତେବେଳେ ପର୍ଯ୍ୟନ୍ତ ତାହା ଜାଣି ନପାରେ, ସେତେବେଳେ ପର୍ଯ୍ୟନ୍ତ ତା ପକ୍ଷରେ ପ୍ରକୃତ ସୁଖ ଅନୁଭବ କରିବାର କୌଣସି ପ୍ରଶ୍ନ ବି ଉଠୁନାହିଁ। ଗୀତାରେ ଭଗବାନ ସାଂଖ୍ୟଯୋଗ 13 ନମ୍ବର ଶ୍ଲୋକରେ କହିଲେ ଅର୍ଜୁନଙ୍କୁ, ଦେହିନୋऽସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ର ନ ମୁହ୍ୟତି। ଅର୍ଜୁନ, ଦେହି ଯେପରି ଭାବରେ କୌମାର, ଯୌବନ ଓ ଜରା ମଧ୍ୟ ଦେଇ ଦେହର ରୂପ ପରିବର୍ତ୍ତନ କରି ଚାଲେ, ମୃତ୍ୟୁ କାଳରେ ସେହିପରି ଦେହି ହେଉଛି ଆତ୍ମା, ଏକ ଦେହରୁ ଅନ୍ୟ କୌଣସି ଦେହକୁ ଦେହାନ୍ତରିତ ହୁଏ। କେବଳ ସ୍ଥିତପ୍ରଜ୍ଞ ପଣ୍ଡିତମାନେ କେତେବେଳେ ହେଲେ ଏହି ପରିବର୍ତ୍ତନ ଯୋଗୁଁ ମୁହ୍ୟମାନ ମାୟା ଭିତରେ ମୋହାଚ୍ଛନ୍ନ ହୁଅନ୍ତି ନାହିଁ। ଆମ୍ଭେମାନେ ଆମ୍ଭମାନଙ୍କର ଦେହ ନୁହେଁ, ଆମ୍ଭେମାନେ ଏହି ଦେହର ବନ୍ଧନରେ ଆବଦ୍ଧ ଥିବା ଚିନ୍ମୟ ଆତ୍ମା। ଏହି ସରଳ ସତ୍ୟଟି ଉପଲବ୍ଧି କରିବା ମଧ୍ୟରେ ନିହିତ ଅଛି ଆମ୍ଭମାନଙ୍କ ଜୀବନର ପ୍ରକୃତ ସାର୍ଥକତା, ଏବଂ ସେତେବେଳେ ଯାଇ ଆମ୍ଭେମାନେ ଆଧ୍ୟାତ୍ମିକ ଉନ୍ନତି ସାଧନ କରିପାରିବା। ତା ନହେଲେ ଆମ୍ଭମାନଙ୍କୁ ଚିରକାଳ ଏହି ଦୁଃଖ ଦୁର୍ଦ୍ଦଶାପୂର୍ଣ୍ଣ ଜଡ଼ ଜଗତର ବନ୍ଧନରେ ଆବଦ୍ଧ ରହିବାକୁ ହେବ। ତେଣୁ ଏଠି ରାଜନୈତିକ ସୁଧାର, ସମାଜ କଲ୍ୟାଣ କାର୍ଯ୍ୟ, ଚିକିତ୍ସା ସହାୟତା, ଯେତେ ପ୍ରକାର ଆୟୋଜନ ହେଉଛି, ଏସବୁ ସୁଖ ଶାନ୍ତି କେବେ ହେଲେ ସ୍ଥାୟୀ ନୁହେଁ। ଆମ୍ଭମାନଙ୍କୁ ଗୋଟିଏ ଗୋଟିଏ ଜଡ଼ ଜାଗତିକ ଦୁଃଖ ଭୋଗ କରିବାକୁ ହେବ। ତେଣୁ ଜଡ଼ ଜଗତକୁ କୁହାଯାଇଛି ଦୁଃଖାଳୟମ୍ ଅଶାଶ୍ୱତମ୍, ଅର୍ଥାତ୍ ଏ ଜଡ଼ ଜଗତ ଦୁଃଖ ଦୁର୍ଦ୍ଦଶାରେ ପୂର୍ଣ୍ଣ। ଜମିରେ ବୀଜ ବପନ କଲେ ବେଳେ ବେଳେ ତାହା ଅଙ୍କୁରିତ ହୁଏ ତ କେତେବେଳେ ହୁଏ ନାହିଁ, ଗଜା ମରୁଡ଼ି ଆମେ କହୁ। ବେଳେ ବେଳେ ଜମି ଉର୍ବର ନ ହେବା ଫଳରେ ବୀଜ ବପନ ନିରର୍ଥକ ହୁଏ। ସେହିପରି ବେଳେ ବେଳେ ସମ୍ଭାବ୍ୟ ପିତା ଭଗବାନଙ୍କ ମାୟା ଦ୍ୱାରା ପ୍ରେରଣା ଲାଭ କରି ସନ୍ତାନ ଉତ୍ପାଦନ କରେ, ଏବଂ କେତେବେଳେ
ନିସନ୍ତାନ ରହେ। ତେଣୁ ଏହି କୃତ୍ରିମ ପିତୃତ୍ୱ ସମ୍ପର୍କ ସକାଶେ ଶୋକ କରିବା ଉଚିତ ନୁହେଁ, ଯାହା ସର୍ବଶେଷ ଭଗବାନଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। बोले आनंद एक बार हरि बोलो।